ଅଂଶୁଘାତରେ ଅନେକ ଲୋକ ଆକ୍ରାନ୍ତ ହେଲେଣି। ଛୋଟ ପିଲାଟିଏ ହେଉ ବା ବୟସ୍କ ଲୋକଟିଏ ହେଉ, ଜଣେ କାମରେ ବାହାରୁ ବା ସ୍କୁଲକୁ ବାହାରୁ ଦେଖାଯାଉଛି ସେମାନଙ୍କର ବେଳେବେଳେ ଅବଶ ହୋଇ ପଡ଼ିବା, ଦେହରେ ତାତି ଆସିବା ବା ଏପଟ ସେପଟ କଥା କହିବା, ବାଉଳି ଚାଉଳି ହେବା ଅତି ସାଧାରଣ ଏଇ ଋତୁରେ ବା ଗ୍ରୀଷ୍ମ ପ୍ରବାହରେ। ଆମ ଶରୀରର ତାପମାତ୍ରା 37 ଡିଗ୍ରୀ ସେଣ୍ଟିଗ୍ରେଡ଼, କିନ୍ତୁ ପରିବେଶର ତାପମାତ୍ରା ଯେତେବେଳେ ତାଠୁ ଉପରେ ଯାଉଛି 38 ଡିଗ୍ରୀ, 39 ଡିଗ୍ରୀ, 40 ଡିଗ୍ରୀ ବା ତତୁର୍ଦ୍ଧ୍ୱ, ସେତେବେଳେ ହିଟ୍ ଷ୍ଟ୍ରୋକ୍, ହିଟ୍ ହାଇପରପାଇରେକ୍ସିଆ, ହିଟ୍ ଏକ୍ସଜର୍ସନ୍ ଭଳି ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଯେଉଁମାନଙ୍କର 38 ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ରହୁଛନ୍ତି ସେମାନେ ଅବଶ ହୋଇ ପଡ଼ୁଛନ୍ତି। ତାକୁ ହିଟ୍ ହାଇପରପାଇରେକ୍ସିଆ କୁହାଯାଉଛି। ତାପରେ ତାଙ୍କର ତାତି ବଢ଼ିବା ଆରମ୍ଭ ହେଉଛି, ଯେଉଁଥିରେ କି 99 ଡିଗ୍ରୀରୁ 100, 101, 102 ଏପରିକି 106, 107 ଡିଗ୍ରୀ ଯାଏଁ ତାତି ମଧ୍ୟ ବଢ଼ିଥାଏ, ଯାହା ହିଟ୍ ହାଇପରପାଇରେକ୍ସିଆରୁ ହିଟ୍ ଷ୍ଟ୍ରୋକ୍ ଆଉ ଅର୍ଗାନ୍ ଡିସଫଙ୍କସନ୍ରେ ପହଞ୍ଚିଥାଏ। ଆଉ ସାମାନ୍ୟ ଅବଶ ହୋଇଯିବାକୁ ହିଟ୍ ଏକ୍ସଜର୍ସନ୍ କୁହାଯାଇଥାଏ। ଆଉ ଏଇ ବିଭିନ୍ନ ପ୍ରକାର ହିଟ୍ ରିଲେଟେଡ୍ ସିମ୍ପଟମ୍ସ ଜଣକୁ ଆକ୍ରାନ୍ତ କରିଥାନ୍ତି। ସେତେବେଳେ ଯେଉଁଠି ପରିବେଶର ଆର୍ଦ୍ରତା ବହୁତ ଥାଏ ଓ ଏମିତି ସିଚୁଏସନ୍ ଥାଏ ଲୋକଟିର ତାପମାତ୍ରା କମାଇବା ପାଇଁ କିଛି ବ୍ୟବସ୍ଥା ନଥାଏ। ପରିବେଶରେ ତାପମାତ୍ରା ବହୁତ ଥିଲେ ଆଉ ପରିବେଶର ଆର୍ଦ୍ରତା ବହୁତ ଥିଲେ ଆମର ଦେହର ଝାଳ ଶୁଖିବାର ବ୍ୟବସ୍ଥା ନଥାଏ। ସେହି ପରିସ୍ଥିତିରେ ଆମେ ଯେତେ ପାରିବା ଲାଇଟ୍ କ୍ଲଥେସ୍, କଟନ୍ ଲୁଗା ଆଉ ଖୋଲା ଲୁଗା ପିନ୍ଧିବା, ଯେଉଁଥିରେ କି ଦେହର ଭେଣ୍ଟିଲେସନ୍ ଠିକ୍ ହୋଇପାରିବ। ବେଶୀ ଟାଇଟ୍ ଲୁଗା ପିନ୍ଧିବାନି। ପାଖରେ ପାଣି ବୋତଲ ରହିବ, ORS ରହିବ, ଫଳରସ ରହିବ, ଘୋଳ ଦହି ରହିବ ଆଉ ଏମିତି ଡ୍ରିଙ୍କସ୍ ରହିବ ଯାହାକି ମଝି ମଝିରେ ଆମେ ନେଇପାରିବା ବାହାରେ ବୁଲୁଥିଲେ ବି। ନିଜର ଶରୀରକୁ ବା ମସ୍ତିଷ୍କକୁ ଭିଜେଇକି ରଖିବା, ଯାହାକି ଟ୍ରାନ୍ସମିରେସନ୍ ଓ କୁଲିଂରେ ସାହାଯ୍ୟ କରିବ। ଯେଉଁ ଟ୍ରାନ୍ସପିରେସନ୍ ହୁଏ ସେଠି ଆମର ଲୋମକୂପ ଦେଇ ଝାଳ ବାହାରେ ଆଉ ଦେହକୁ ଥଣ୍ଡା କରେ। ଯେତେବେଳେ ଆମେ ଟାଇଟ୍ କ୍ଲଥେସ୍ ପିନ୍ଧୁ, ଯେତେବେଳେ ହ୍ୟୁମିଡ଼ିଟି ବହୁତ ଥାଏ ଆଉ ଯେଉଁଠି ପବନ ବହୁ ନଥାଏ, ସେଠି ଏଇ କୁଲିଂ ସମ୍ଭବ ହୁଏ ନାହିଁ। ତେଣୁ ଆମେ ଯଦି ଲୁଜ୍ କ୍ଲଥେସ୍ ପିନ୍ଧିବା, ଦେହକୁ ଭିଜେଇ ରଖିବା ଆଉ ପବନ ବହୁଥିବା ଜାଗାରେ, ଛାଇ ଜାଗାରେ ରହିବା, AC ବା ଥଣ୍ଡା ଜାଗାରେ ରହିବା, ତାହେଲେ ନିହାତି ଭାବରେ ଏଇ ଟ୍ରାନ୍ସପିରେସନ୍ ହୋଇପାରିବ ଓ ଦେହ ଥଣ୍ଡା ହୋଇପାରିବ। ଆଉ ଯଦି କୌଣସି ଲୋକର ଲକ୍ଷଣ ଦେଖାଯାଏ, ସେ ଅବଶ ହୋଇପଡ଼ିଲେଣି, ତାତି ଆସିଲାଣି, ବାଉଳି ଚାଉଳି ହେଉଛନ୍ତି ବା ପରିସ୍ରା ବନ୍ଦ ହୋଇଗଲାଣି, ବାତ ମାରିଲାଣି, ନିଶ୍ଚିତ ଭାବରେ ଆମେ ନିକଟସ୍ଥ ଡାକ୍ତରଙ୍କୁ ବା ଡାକ୍ତରଖାନାକୁ ତାଙ୍କୁ ନେବା, ଯେଉଁଠିକି ଆମେ ଜାଣିପାରିବା ତାଙ୍କର କ'ଣ ସବୁ ଅର୍ଗାନ୍ ଏଫେକ୍ଟ ହେଇଛି। ପରୀକ୍ଷା କରି, ଚିକିତ୍ସା କରି ତାଙ୍କୁ ଗୋଟେ ଥଣ୍ଡା ପରିବେଶରେ ରଖି ପୁଣି ତାଙ୍କର ସ୍ୱାସ୍ଥ୍ୟର ଭଲ ଅବସ୍ଥାକୁ ଫେରାଇ ଆଣିପାରିବା। ତେଣୁ ଏଇସବୁ ଜିନିଷ ମାନନ୍ତୁ। ପ୍ରଥମତଃ ସକାଳ 10ଟାରୁ ସନ୍ଧ୍ୟା 4ଟା ବହୁତ ଖରାରେ ବାହାରନ୍ତୁନି, ଇନଡୋରରେ କାମ କରନ୍ତୁ। ଆଉ ଇନଡୋରରେ ବି ଯେଉଁମାନଙ୍କର ଆଜବେଷ୍ଟସ୍ ଘର, ଟିଣ ଘର, ସେମାନେ ଝରକା ଖୋଲି ଫ୍ୟାନ୍ ଚଲେଇ ଭଲ ଭେଣ୍ଟିଲେସନ୍ରେ ରୁହନ୍ତୁ। ଆଉ ଯେଉଁମାନଙ୍କର ସୁବିଧା ଅଛି ସେମାନେ ଏୟାର କଣ୍ଡିସନ୍ ବା ଏୟାର କୁଲିଂରେ ରହିପାରିବେ। ପବନ ଯାତାୟାତ ହେବା ଅବସ୍ଥାରେ ରୁହନ୍ତୁ। ଲାଇଟ୍ କ୍ଲଥେସ୍ ପିନ୍ଧନ୍ତୁ, ସାଙ୍ଗରେ ଯଥେଷ୍ଟ ପାଣି ଧରନ୍ତୁ, ଛତା ଧରନ୍ତୁ ଆଉ କାମକୁ ଗଲେ ମଧ୍ୟ ଛାଇ ଜାଗାରେ ରହନ୍ତୁ। ଏଇ ସମୟରେ ଅନେକ ଲୋକ ଖରାରେ ଗୋଟେ ପଡ଼ିଆରେ ବା ଓପନ୍ ଜାଗାରେ ଏକତ୍ରିତ ହୁଅନ୍ତୁ ନାହିଁ। ଆଉ ତା ଛଡ଼ା ଯେକୌଣସି ବି ଲକ୍ଷଣ ଦେଖାଗଲା ଡାକ୍ତରଙ୍କୁ ପରାମର୍ଶ କରି ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ। ଆମେ ହେଲେ ଗ୍ରୀଷ୍ମ ପ୍ରଧାନ ଦେଶ। ଏଇ ଟ୍ରପିକାଲ୍ କଣ୍ଟ୍ରିଜରେ ଯଦି ପରିବେଶ ବିଷୟରେ ଆମେ ସତର୍କ ରହିବାନି, ଆମ ସ୍ୱାସ୍ଥ୍ୟକୁ ସଠିକ୍ ରଖିବା ଅସମ୍ଭବ ହୋଇପଡ଼ିବ।